नमस्कार दर्शक बंधु शुभ सकाळ आज रही 10टी गुरुत्वपूर्ण खबर तेबे खबरटे देखिया पूर्व प्रथम वीडियो को लाइक करी केउ जिल्ला देखुछन निश्चित गोटे कमेंट करेंगे। पुरी रथयात्रा ପାଇଁ କି 315 ঊର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କଲେ। ପୂର୍ବୋତ୍ତର ରେଳପଥ ପକ୍ଷରୁ ରାଜ୍ୟ ସହ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ଗଡ଼ିବ। ତେବେ ବାଦାମ ପାହାଡ଼ ରାଉରକେଲା ବାଲେଶ୍ୱର ସମ୍ବଲପୁରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିବ। ଦଶପଲ୍ଲା ପାରାଦୀପ ଜୁନାଗଡ଼ ରୋଡରୁ ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା କରିବ ବୋଲି କୁହାଯାଇଛି। ଆଉ ଏନେଇ 315 ঊର୍ଦ୍ଧ୍ୱ ଟ୍ରେନ୍ ଗଡ଼ିବ। 2 ଦିନ ପରେ ରଥଯାତ୍ରା ଥିବାରୁ ଶ୍ରୀମନ୍ଦିରରେ ଘଣା ଲାଗି ନୀତି ହୋଇଛି। ବଡ଼ ଠାକୁର ବଳଭଦ୍ରକୁ ଲାଗି ହେବ ଘଣା। ତେବେ ଗଣେଶର ଘରେ ଗୋପନ ନୀତି ପରେ ମହାପ୍ରଭୁ ଏବେ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଆସନ୍ତା କାଲି ମନ୍ଦିରରେ ଘଣା ଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଆଜି ବିଳମ୍ବିତ ରାତିରୁ ଦୈତାପତି ସେବକମାନେ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି। ଆଜି ବିଳମ୍ବିତ ରାତିରୁ ଘଣା କଟା ଆରମ୍ଭ ହୋଇଛି। ତେବେ ଗୁରୁବାର ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୀତି ଚାଲିବ ବୋଲି କୁହାଯାଉଛି। ଆଜିଠୁ ଲୋକସଭା ଭବନରୁ କାର୍ଯ୍ୟ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ସରକାର ଗଠନର 3 ସପ୍ତାହ ପରେ ଆଜିଠାରୁ ଲୋକସଭା ଭବନରେ କାର୍ଯ୍ୟ କରିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରିମଣ୍ଡଳ ଶପଥ ନେବା ପରଠାରୁ ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ କରୁଥିଲେ। ତେବେ ଆଜିଠାରୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ସଚିବାଳୟରୁ ସରକାରୀ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଆଜି 9:45 ଲୋକସଭା ଭବନରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ ସାମ୍ବାଦିକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଆଉ 11ଟା ବେଳେ ଲୋକସଭା ଭବନରେ କନଫରେନ୍ସିଂ ସେଣ୍ଟରରେ ଅନୁଷ୍ଠିତ ହେବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକରେ ଯୋଗ ଦେବେ। ଦିନ 1ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତାଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି। ମହିଳାଙ୍କୁ 300 ଗଛ ବାଣ୍ଟିଲେ ବନ ବିଭାଗ। ଫିରିଙ୍ଗିଆ ପଞ୍ଚାୟତ ତରଫରୁ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ବଣ୍ଟନ କରାଯାଇଛି ବୃକ୍ଷ। ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ମୌସୁମୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମହିଳାଙ୍କୁ ଏବେ 300 ଗଛ ବାଣ୍ଟିଛନ୍ତି, ଯାହାକି ସେଇ ଗଛ ସିଏ ଲଗେଇବେ। ଆଉ ପ୍ରତ୍ୟେକ ଦିନ କିଛି ନା କିଛି ଗଛ ଲଗେଇବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ଆଉ ମିଶନ ଶକ୍ତିର ମହିଳାମାନେ 1 କୋଟି ଗଛ ଲଗାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଦୀର୍ଘ 24 ବର୍ଷର ବିଜେଡି ଶାସନ କାଳରେ ମିଳିପାରିଲାନି ପକ୍କା ଘର ବା ରାସ୍ତା, ବିଶୁଦ୍ଧ ପାନୀୟ ଜଳ ମଧ୍ୟ ମିଳିଲାନି। ଗ୍ରାମବାସୀ ପାଇଁ ବାଟ ଚାଲିବାକୁ ଭଲ ରାସ୍ତା, ଟୋପାଏ ବିଶୁଦ୍ଧ ପାନୀୟ ଜଳ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। 2 ବର୍ଷ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି, କିନ୍ତୁ ଜୀବନ ଅତିବାହିତ କରିବାକୁ ବୁନ୍ଦାଏ ଜଳ ମଧ୍ୟ ମିଳୁନି। ଗ୍ରାମବାସୀମାନେ ଅଭିଯୋଗ କରି ନୟାନ୍ତ ହୋଇଯାଉଛନ୍ତି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ତେବେ ନୂତନ ସରକାର ଉପରେ କରିଛନ୍ତି ଆସ୍ଥା ପ୍ରକଟ। ଟୋପାଏ ବିଶୁଦ୍ଧ ଜଳ ଏବଂ ପକ୍କା ରାସ୍ତା ଏବଂ ଘର ଖଣ୍ଡିଏ ମିଳୁ ବୋଲି ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଜାମୁଦା ବ୍ଲକ ଅନ୍ତର୍ଗତ ହେଁସଡ଼ା ଗ୍ରାମ ପଞ୍ଚାୟତ ଚାନ୍ଦିଣ ଗ୍ରାମର। ତେଣୁ ଏନେଇ ଗ୍ରାମବାସୀମାନେ ବହୁତ ଥର ଯାଇଥିଲେ, କିନ୍ତୁ କିଛି ଅସୁବିଧା ମିଳିନଥିଲା। ଆଉ ଶେଷରେ ଜଳ ପ୍ରକଳ୍ପ ମଧ୍ୟ ହୋଇଥିଲା, ସେଠୁ ମଧ୍ୟ ବୁନ୍ଦାଏ ଜଳ ମିଳୁନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଏବଂ କହିଛନ୍ତି ଯେ ଆମ ଗାଁର ସମସ୍ୟା କିଛି ଦୂର କରାଯାଉ। ବୟସ୍କ ଓ ଭିନ୍ନକ୍ଷମ ପାଇଁ ବଡ଼ ଖୁସି ଖବର। ଓଡ଼ିଶାରେ ମଧୁବାବୁ ପେନସନ ଯୋଜନା ଭଳି ସାମାଜିକ ସୁରକ୍ଷା ବିଭିନ୍ନ ବର୍ଗରେ ହିତାଧିକାରୀଙ୍କୁ ଦିଆଯାଉଥିବା ମାସିକ ଭତ୍ତା 3,000 ଟଙ୍କାକୁ ବୃଦ୍ଧି ହୋଇଛି। ନିର୍ବାଚନ ସମୟରେ ବିଜେପି ନିଜ ଇସ୍ତାହାରରେ ଏକ ପ୍ରତିଶ୍ରୁତି ଦେଇଥିବାରୁ ମାସିକ 3,000 ଟଙ୍କାକୁ ବୃଦ୍ଧି କରିବା ଲାଗି ପ୍ରକ୍ରିୟା ଜାରି ରଖିଛି। ଏଥିପାଇଁ ସବୁ ବର୍ଗର ଲୋକମାନେ ଖୁସି ହେବେ ବୋଲି କୁହାଯାଇଛି। ତେବେ ଯେଉଁମାନଙ୍କ ବୟସ 60ରୁ ଅଧିକ ସେମାନଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା। ମାସକୁ 3,000 ଟଙ୍କା ମିଳିବ ବୋଲି କୁହାଯାଇଛି। ସୁନା ମୂଲ୍ୟକୁ ନେଇ ଲୋକେ ଡରିଲେଣି। ସୁନା କିଣିବାକୁ 10 ଥର ଭାବୁଛନ୍ତି ଲୋକେ। ଦିନକୁ ଦିନ ସୁନା ଯେମିତି ବଢୁଛି, ରୂପାର ମୂଲ୍ୟ ମଧ୍ୟ ସେଇଭଳି ବଢୁଛି। ତେବେ ସୁନା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ଯଦି କିଣିବା ପାଇଁ ଚାହୁଁଛନ୍ତି 24 କ୍ୟାରେଟ ସୁନା 10 ଗ୍ରାମ ପିଛା 72,390 ଟଙ୍କା ରହିଛି। ଆଉ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 66,360 ଟଙ୍କା ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ 66,360 ଟଙ୍କା ପହଞ୍ଚିଥିଲା। 24 କ୍ୟାରେଟ ସୁନା ଦର 72,390 ଟଙ୍କା ରହିଥିଲା। ଆଉ ଏନେଇ ମଧ୍ୟ ମୁମ୍ବାଇରେ 22 କ୍ୟାରେଟ 24 କ୍ୟାରେଟ ମଧ୍ୟ
ପାଖାପାଖି ରହିଛି। ଆଉ ରୂପାର ମୂଲ୍ୟ ଏଠୁ ବଢିଛି 2000 ଟଙ୍କା। ତେଣୁ ସୁନାର ମୂଲ୍ୟ ଏତେ ବଢିଥିବାରୁ ଲୋକମାନେ 10 ଥର ଭାବୁଛନ୍ତି। ଆଉ ସବୁଠାରୁ ବଡ କଥା ହେଉଛି ଯେ ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି ସୁନାର ମୂଲ୍ୟ, ଯାହାକି 72,390 ଟଙ୍କା ରହିଛି। ଆଗାମୀ 24 ଘଣ୍ଟାରେ 6 ଜିଲ୍ଲାରେ ପ୍ରବଳ ବର୍ଷା, ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ତେବେ ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ରାଜ୍ୟରେ ପ୍ରାୟ ସମସ୍ତ ଜିଲ୍ଲାରେ ଜାରି ରହିଛି ମୌସୁମୀ ବର୍ଷା। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେଉଥିବା ରେକର୍ଡ କରିଛି। ଆଉ ଯାହା ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିବ ବର୍ଷା ଆହୁରି 5 ଦିନ। ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ବର୍ତ୍ତମାନ ବାଂଲାଦେଶ ତା ପାଖ ଅଞ୍ଚଳ ଦେଇ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବାୟୁମଣ୍ଡଳରେ ଏକ ଟ୍ରପ୍ ଲାଇନ୍ ମଧ୍ୟ ରହିଛି। ତେଣୁ ଏନେଇ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆସନ୍ତା 8 ତାରିଖ ଯାଏଁ ଏଭଳି ବର୍ଷା ଲାଗି ରହିବ ବୋଲି ସତର୍କ ସୂଚନା ଦେଇଛି। ଦର ବୃଦ୍ଧିର ପ୍ରତିବାଦ କଲା ବିଜେଡି, ଆନ୍ଦୋଳନକୁ ଚେତାବନୀ ଦେଲା ମଧ୍ୟ। ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିର ପ୍ରତିବାଦ କରିଛି ବିଜେଡି। ଆଜି ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ ସାମନ୍ତସିଂହାର କେନ୍ଦ୍ର ରାଜ୍ୟ ସରକାରକୁ ସମାଲୋଚନା କରିବା ସହିତ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ତେବେ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନର ନାରା ବିଜେପି ସରକାର ଦାୟିତ୍ୱ ନେବାର 1 ମାସ ପୂରି ନାହିଁ, କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶ ଛୁଆଁ ହେବାରେ ଲାଗିଛି। ଚାଉଳ, ଡାଲି, ଅଟା, ତେଲ, ଜିରା ମଧ୍ୟ କିଲୋ ପିଛା 5 ଟଙ୍କାରୁ 20 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପନିପରିବା ମଧ୍ୟ ଆକାଶ ଛୁଆଁ ହୋଇଛି, ଯେଭଳିକି 50ରୁ 80 ଟଙ୍କା ମଧ୍ୟ ବଢିଛି। ତେଣୁ ଏନେଇ ସାଧାରଣ ଜନତା ମଧ୍ୟ ବହୁତ ହଇରାଣ ହେଉଛନ୍ତି। ଏତେ ସଂଖ୍ୟାରେ ବଢିଲେ ମଧ୍ୟ ସରକାର ଥାଇ ମଧ୍ୟ କିଛି କରିପାରୁନାହାନ୍ତି। ଡାଇରେକ୍ଟ ଟାର୍ଗେଟ କରିଛନ୍ତି ରାଜ୍ୟ ସରକାରକୁ। ବିଲୁପ୍ତ ହେଉଛି ଦେଶୀ ଧାନ। 2004 ମସିହା ସୁଦ୍ଧା 44 ଦେଶୀ ଧାନ ବିଲୁପ୍ତ ହୋଇଥିଲା। ତେବେ କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ଦେଶୀ ଧାନର ମହକ ସୁଦୂର ପ୍ରସାରୀ। ଦେଶ ବିଦେଶକୁ ଛୁଟୁଥିଲା ଏହି ମହକ। ଆଉ ବର୍ତ୍ତମାନ ବହୁ ଜାତିର ଦେଶୀ ଧାନ ଇତିହାସ ପାଲଟି ଗଲାଣି। ଗତ 2004 ମସିହାରୁ 120 ଦେଶୀ ଧାନ ବିହନ ଥିବାବେଳେ 44ଟି କିସମ ଧାନ ବିଲୁପ୍ତ ହୋଇସାରିଲାଣି। ଇତିମଧ୍ୟରେ ପାଖାପାଖି 20 ବର୍ଷ ହୋଇସାରିଥିଲା ବେଳେ ଏ ସମ୍ପର୍କରେ ଅନୁଧ୍ୟାନ କରାଯାଇ ନାହିଁ। ତେବେ ଦେଶୀ ଧାନ ବିଲୁପ୍ତ ହୋଇଥିବା ଅନୁମାନ କରାଯାଉଛି। 2004 ମସିହାରେ ରାଜ୍ୟ ସରକାର ପକ୍ଷରୁ ଡିଏଫ୍ଆଇଡି ସହାୟତାରେ ଦେଶୀ ଧାନ ଚିହ୍ନଟ ହୋଇଥିଲା। ଏବେ ବର୍ତ୍ତମାନ ଦେଶୀ ଧାନ ବିଲୁପ୍ତ ହୋଇଗଲାଣି। ଆଉ ରିପୋର୍ଟରେ ଆମ୍ବଗୁଣ୍ଡି, ଆମ୍ବଯୋଡ଼ା ଏବଂ ବଢିଆ ସାହି ଏମିତି ସବୁ ଜାଗାରେ ଦେଶୀ ଧାନ ହଉଥିଲା, କିନ୍ତୁ ଦେଶୀ ଧାନ ଏବେ ଦେଖିବା ପାଇଁ ମିଳୁନି। 120 ପ୍ରଜାତିର ଦେଶୀ ଧାନକୁ 44 ଦେଶୀ ଧାନ ବିଲୁପ୍ତ ହେବା ସହିତ ଏକ ଉଦ୍ବେଗଜନକ ଘଟଣା ବୋଲି କୁହାଯାଇଛି। ପ୍ରତ୍ୟେକ ଦିନ ଏଇଭଳିଆ ଦେଶ ବିଦେଶର ଖବର ଦେଖିବା ପାଇଁ ହେଲେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ଜଗନ୍ନାଥ।